ଖରାପ ଲାଗୁଛି ଜାଣୁ। ଏମିତି କହିଲେ କେମିତି ହେବ ପୁଅ? ଆମେ ଦୁଇ ଜଣ କଣ ବା କରିପାରିବା? ତା ବାପା ବଞ୍ଚିଥିଲେ ଆମର କଣ ଏ ଦୁର୍ଦ୍ଦଶା ହୋଇଥାନ୍ତା? ସେ ଗଲା ପରଠୁ ଆମ ଉପରେ ଯେମିତି ଦୁଃଖର ପାହାଡ ନଦୀ ହୋଇଛି। ଛାଡ ସେ କଥା, ଯାହା ହବାର କଥା ତ ହେଇଗଲାଣି। ମା ଏ ମା ଦେଲୁ ଆଉ ଦିଟା କଣ ଖାଇବାକୁ ଦେଲୁ। ମା ମୁଁ ଏବେ ଯାଉଛି, ବହୁତ ଡେରି ହେଲାଣି। ହଁ ଦେଖି ଚାହିଁ ଯାଉଥିବୁ ରେ ଧନ, ବେଳ ବୁଡିବା ଆଗରୁ ଘରେ ପହଞ୍ଚି ଯିବୁ। ହଁ ଲୋ ମା ତୁ ଚିନ୍ତା କରନି, ମୁଁ ସବୁଦିନ ଭଳି ଭଲରେ ଘରକୁ ପହଞ୍ଚିବି ହେଲା। ମୁଁ ଏବେ ତାହେଲେ ଯାଉଛି। ହଁ ଯା ପାଗଳାଟା। ଏମିତି କଥା ହେଇ ଚକୁଳିଆ ପଣ୍ଡା ଭିକ ମାଗିବାକୁ ଚାଲିଯାଏ। ଆଉ ତା ମା ମଧ୍ୟ ପାଖ ପଡିଶା ଘରକୁ କାମ କରିବାକୁ ଚାଲିଯାଏ। ହାତରେ ତମ୍ବା ପାତ୍ର, କାନ୍ଧରେ ଛତା, ମଥାରେ କାଟିଛି ତିଳକ ଚିତା, ମୁଖରେ ନୀତି ଶାସ୍ତ୍ର କରୁଛି ବଖାଣ, ଧର୍ମ ଦାଣ୍ଡେ ଚାଲୁଛି ଶ୍ରୀକ୍ଷେତ୍ର ବ୍ରାହ୍ମଣ। ଆହା ଶ୍ରୀକ୍ଷେତ୍ର ବ୍ରାହ୍ମଣ। ପଣ୍ଡା ପୁଅ କଥାକୁ ଶୁଣ ମା ମାନେ, ବେଳ କାଳ ଥାଉ ହୁଅ ସାବଧାନେ। ହେଇ ଦେଖ ହରିଆ ଭାଇ, ସକାଳୁ ସକାଳୁ କେମିତି ପଣ୍ଡା ପୁଅ ନୀତି ବାଣୀ ଶୁଣା ହଉଛି। ଆରେ ମୁଁ ତ